ମା ଆମେ ଆଲୋଚନା କରୁଛନ୍ତି ପଢୁଛନ୍ତି ମାତୃ ରଚନାବଳୀ ଭାଗ 10। ଆଜି ଆମେ ପଢିବା ଜ୍ଞାନ 38। ପ୍ରଭୁ ଶ୍ରୀଅରବିନ୍ଦ ଲେଖୁଛନ୍ତି, କି ଆଶ୍ଚର୍ଯ୍ୟ! ଯୀଶୁ ଖ୍ରୀଷ୍ଟଙ୍କର ଅସ୍ତିତ୍ବକୁ ଜର୍ମାନ ମାନେ ପ୍ରମାଣ ଦେଇ ଖଣ୍ଡନ କରିଛନ୍ତି। ମାତ୍ର ତାଙ୍କର କ୍ରୁଶବିଦ୍ଧ ହେବା ଘଟଣାଟି ସିଜରଙ୍କର ମୃତ୍ୟୁ ଠାରୁ ଏକ ବୃହତ୍ତର ଐତିହାସିକ ସତ୍ୟ ରୂପେ ପ୍ରତିଷ୍ଠିତ ରହିଛି। ଜ୍ଞାନ 38। କି ଆଶ୍ଚର୍ଯ୍ୟ! ଯୀଶୁଖ୍ରୀଷ୍ଟଙ୍କର ଅସ୍ତିତ୍ବକୁ ଜର୍ମାନ ମାନେ ପ୍ରମାଣ ଦେଇ ଖଣ୍ଡନ କରିଛନ୍ତି। ମାତ୍ର ତାଙ୍କର କ୍ରୁଶବିଦ୍ଧ ହେବା ଘଟଣାଟି ସିଜରଙ୍କର ମୃତ୍ୟୁ ଠାରୁ ଏକ ବୃହତ୍ତର ଐତିହାସିକ ସତ୍ୟ ରୂପେ ପ୍ରତିଷ୍ଠିତ ରହିଛି। ଯୀଶୁଖ୍ରୀଷ୍ଟଙ୍କୁ ଚେତନାର କେଉଁ ଭୂମିର ବୋଲି କୁହାଯିବ? ମା ବର୍ଣ୍ଣନା କରୁଛନ୍ତି, ଗୀତା ନିବନ୍ଧ ମାଳାରେ ଶ୍ରୀଅରବିନ୍ଦ 3ଟି ଅବତାରଙ୍କ ନାମ ଉଲ୍ଲେଖ କରିଛନ୍ତି ଏବଂ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେଥିମଧ୍ୟରେ ଅନ୍ୟତମ। ଅବତାର ମାନଙ୍କୁ ସର୍ବୋଚ୍ଚ ପରମ ସତ୍ତାଙ୍କର ଗୋଟିଏ ଗୋଟିଏ ପ୍ରସର୍ଜନ ବୋଲି କୁହାଯିବ। ପୃଥିବୀ ପୃଷ୍ଠରେ ଦେହ ଧାରଣ କରିବା ସମୟରେ ପରମ ସତ୍ତା ଅବତାର ଗ୍ରହଣ କରନ୍ତି। ଯୀଶୁଖ୍ରୀଷ୍ଟ ଯେ ପରମ ସତ୍ତାଙ୍କର ପ୍ରେମ ବିଭାବର ପ୍ରତିନିଧିତ୍ୱ କରୁଥିବା ଏକ ପ୍ରସର୍ଜନ ରୂପେ ପୃଥିବୀକୁ ଆସିଥିଲେ, ଏକଥା ମୁଁ ଶ୍ରୀଅରବିନ୍ଦ ସ୍ୱୟଂ କହିଥିବାର ଶୁଣିଛି। ସିଜରଙ୍କର ମୃତ୍ୟୁ ରୋମ ଏବଂ ତା ଉପରେ ନିର୍ଭରଶୀଳ ହୋଇ ରହିଥିବା ଦେଶଗୁଡ଼ିକର ଇତିହାସରେ ଏକ ମୀମାଂସକ ପରିବର୍ତ୍ତନର ସୂତ୍ରପାତ କରିଥିଲା। ତେଣୁ ତାହାକୁ ୟୁରୋପର ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଇପାରିବ। ମାତ୍ର ମନୁଷ୍ୟ ସଭ୍ୟତାର ବିବର୍ତ୍ତନ କ୍ରମରେ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ହେଉଛି ଏକ ନୂତନ ଯୁଗ ପର୍ଯ୍ୟାୟ ଆରମ୍ଭ ହେବାର ସୂଚନା। ଶ୍ରୀଅରବିନ୍ଦ ଆମକୁ ସେହି କାରଣରୁ କହିଛନ୍ତି ଯେ ଇତିହାସରେ ସିଜରଙ୍କର ମୃତ୍ୟୁ ତୁଳନାରେ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁର ଅଧିକତର ଐତିହାସିକ ମହତ୍ୱ ରହିଛି। ଅଦ୍ଭୁତ, ଅଲୌକିକ, ବିରୋଚିତ, ଉଦାତ୍ତ ଲାଗି ମନୁଷ୍ୟର ଯେଉଁ ପ୍ରୀତି ରହିଛି, ମନୁଷ୍ୟ ପ୍ରକୃତରେ ଯାହା ହେବ ବୋଲି ଆଗ୍ରହ ବା ଆକାଂକ୍ଷା ରଖିଛି ଏବଂ ଯାହା ହେବା ଲାଗି ଉଦ୍ୟମ କରିବା ଲାଗିଛି, ଆମେ ସେଗୁଡ଼ିକରେ ସେଇଗୁଡ଼ିକ ବର୍ଣ୍ଣନା ଦେଖିବାକୁ ପାଇବା। କେବଳ ଆମକୁ ଯୋଉଟା ସୁନ୍ଦର ଲାଗିବ କଥାରେ ମାନେ ରୁଚିରେ ସେଇଗୁଡା କହୁଛି। ଯେମିତିକି ଆପଣ ଦେଖିବେ ଗୋଟେ ପୁରୁଣା ଫିଲ୍ମ ଦେଖିଥିବେ, ଅନେକ ଜାଗାରେ ସେମିତି ଥାଏ। ଗୋବିନ୍ଦାଙ୍କର ଗୋଟେ ଫିଲ୍ମ ଥିଲା, କଣ ସେଥିରେ ତାଙ୍କ ଘରେ ଗୋବିନ୍ଦାଙ୍କର କୋଉଠି ପୋଲିସ ବେଶରେ ପୋଷାକ ରହିଛି, କୋଉଠି ମାନେ ଇନ୍ସପେକ୍ଟର ପୁରା ଠିଆ ହେଇଛନ୍ତି, ସୈନ୍ୟବାହିନୀରେ ଠିଆ ହେଇଛନ୍ତି, ଡାକ୍ତର ଠିଆ ହେଇଛନ୍ତି, ସବୁ ନେତା ସବୁ। କାହିଁକି? ସେଠୁ ତା ବାପା କହୁଛନ୍ତି, ଆରେ ବାବା ଇଏ କିଛି ହେଇନି ମୋ ପୁଅ, ତୁ ତା ବିରୁଦ୍ଧରେ ଏବେ ପଦେ କହିବୁ, ତା ମା ଆସିବ ତତେ ଏଉଠୁ ଏମିତି ବାଡେଇବ ଯେ ଆଉ ଉଠି ପାରିବୁନି 15 ଦିନ, ପଳା। କାହିଁକି ନା ମୋ ପୁଅ ସବୁଠାରୁ ନିକମା। ତେଣୁ ସେ ସବୁ ମାନେ ପ୍ରଫେସନର ଫଟୋ ଗୋଟେ ଉଠେଇ ଦେଇଛି, ନେତା ହେଇକି ଫଟୋ ଉଠେଇ ଦେଇଛି, ପୋଲିସ ହେଇକି ଫଟୋ ଉଠେଇ ଦେଇଛି, ସବୁ ସବୁ ମାନେ ଓକିଲ ଡାକ୍ତର ସବୁ କାହିଁକି ନା ସେ ସବୁ କିଛି ହେଇପାରିବନି। ତେଣୁ ଆମକୁ ଏଇଗୁଡାକ ଭାରି ବଢିଆ ଲାଗେ। କଣ ନା ପୋଲିସ, କଣ ଲୋ ବୋପା ବିଚାରପତି ଥିଲେ, ଯେମିତି ଗୋଟେ ବଡ କାମ, କଣ ଇଏ ନା ଏତେ ବଡ କଳାକାର, କଣ ଅଭିନୟ କରୁଛନ୍ତି। ଆମେ ଯେମିତି ଅନେକ ଲୋକ ବର୍ଣ୍ଣନା କରୁଥିଲେ ଯେ କେ ଜଣ ଭାବୁଥିଲେ ଓ କମଲ ହାସନ କେତେ ମହାନ ଲୋକ, କିନ୍ତୁ ଦେଖିଲା ବେଳକୁ ସେ ଆକ୍ଟିଂ ରେ ବହୁତ ସୁନ୍ଦର। ଅମିର ଖାଁ ଭାରି ମହାନ ଲୋକ, ଆକ୍ଟିଂ ରେ ବହୁତ ଭଲ ଭଲ ଫିଲ୍ମ କରିଛନ୍ତି। ପ୍ରକୃତରେ ସ୍କ୍ରିପ୍ଟ ରାଇଟର ରୋଲ ଟା ଅଧିକ। ସ୍କ୍ରିପ୍ଟ ରାଇଟର ଯୋଉ ଭଲ ରୋଲ ଟା ସିଏ ଲେଖିଛନ୍ତି, ତାକୁ ଡାଇରେକ୍ଟର ଯାହାକୁ ଦେଇଛନ୍ତି, ପ୍ରଡ୍ୟୁସର ଯାହାକୁ କହିଲା, ଯିଏ ରୋଲ କରିଛି ଆମେ କହୁଛୁ ସିଏ ହଉଛି ମହାନ, ଆମକୁ ସେଇଭଳିଆ ମହାନ ଲାଗେ। ପ୍ରକୃତରେ ଯିଏ ପଶ୍ଚାତରେ ରହି କାର୍ଯ୍ୟ କରୁଛି ସିଏ ଯେ କେତେ ମହାନ, ଏଇ ବିଷୟ ଆମେ ଜାଣିନଥାଉ। ଯେମିତି ବର୍ଣ୍ଣନା ଦେଖିବେ, ଯୋଉମାନେ ବାହାରେ ରହିକି ଏପଟ ସେପଟ ହଉଛନ୍ତି ବା କାମ ଦୁନିଆ କରୁଛନ୍ତି, ଲୋକ ଭାବନ୍ତି ସେଇମାନେ ଭାରି କାମିକା, କିନ୍ତୁ ପଶ୍ଚାତରେ ରହି ଅନେକ ସାଧୁ ସନ୍ଥ କେତେ କେତେ ବର୍ଷ ତପସ୍ୟା କରି ରହିଥିଲେ ପ୍ରଭୁଙ୍କୁ ଅବତରଣ କରିବେ ଅବତାର ରୂପେ। ଆମ ଯେତେ ଜଣ ଅବତାର ଆସିଛନ୍ତି, ଆମେ ସେମାନଙ୍କର ସେଇ ଯୋଉ ଭାଗିଦାରିତାକୁ ଆମେ ଭୁଲି ଯାଉ। ସେଇଭଳି ଆମର ଦୈନନ୍ଦିନ କାର୍ଯ୍ୟରେ ବି ଦେଖିବେ, ଯୋଉମାନେ ବେଶୀ ବାହାରେ ମାନେ ଗପନ୍ତି, ଆଉ ତ କେତେ ଜଣ ଦେଖିବେ ସେମାନେ ଜାଣି ଶୁଣି କୋଉଠି ଆସି କହି ହଅନ୍ତି, ଏୟା ସେୟା ଢିଙ୍କି ପକ ଇତ୍ୟାଦି ଇତ୍ୟାଦି କହିବନି, ଏଇ କେତେ କାମ କରୁଛି ସିଏ। ଆଉ ଯିଏ କିଛି ନ କହେ, ଆମକୁ ସେଗୁଡା କିଛି କାମ କରୁନାହାନ୍ତି। ତେଣୁ ଏ ସବୁଥିରୁ ଯେମିତି ଆମେ ଗୋଟେ ପଶ୍ଚାତରେ ଥିବା ପଶ୍ଚାତରେ ଥିବା ସତ୍ୟକୁ ସମସ୍ତେ ଜାଣିବାକୁ ଚେଷ୍ଟା କରିବା, ସେ ବିଷୟରେ ଇତିହାସରେ କିଛି ନଥାଏ। ତେଣୁ ଏଇଠି ଶ୍ରୀଅରବିନ୍ଦ
ଏହା ହିଁ କହିବାକୁ ଇଚ୍ଛା କରିଛନ୍ତି ବୋଲି ମା ବର୍ଣ୍ଣନା କରୁଛନ୍ତି।